ଶୀତ ଋତୁ ଉପକ୍ରମ। ବର୍ଷକ 12 ମାସ ଓ 6ଟି ଋତୁ। ସେଥିରୁ ଶୀତ ଋତୁ ଅନ୍ୟତମ। ପୌଷ ଓ ମାଘ ମାସରେ ଶୀତ ଋତୁ ହୁଏ। ପ୍ରବଳ ଶୀତ ହୁଏ। ରାତିରେ କାକର ପଡ଼େ। ଦିନରେ ମଧ୍ୟ ପଦାକୁ ଖାଲି ଦେହରେ ବାହାରି ହୁଏ ନାହିଁ। ବର୍ଣ୍ଣନା। ଏହି ଋତୁରେ ଉତ୍ତର ଦିଗରୁ ଥଣ୍ଡା ପବନ ବହେ। ହେମନ୍ତ ଋତୁ ଗଲା ପରେ ଶୀତ ଋତୁ ଆସେ। ଦେହ ହାତ ଥଣ୍ଡାରେ କାଲୁଆ ମାରିଯାଏ। ଘାସ ଉପରେ ସକାଳେ କାକର ଜମିଯାଏ। ଦିନ ଛୋଟ ଓ ରାତି ବଡ଼ ହୁଏ। ଶୀତରେ ହାଡ଼ ଥରି ଉଠେ। ତେଣୁ ଶୀତଦିନେ ସୂର୍ଯ୍ୟ ଉଦୟ ଅତ୍ୟନ୍ତ ମନୋରମ ହୋଇଥାଏ। ଧନୀମାନେ ଗରମ ପୋଷାକ ପରିଧାନ କରନ୍ତି। ରେଜେଇ, କମ୍ବଳ, ସ୍ୱେଟର, ମଫଲର, ଜ୍ୟାକେଟ, ମୋଜା, ଟୋପି ଆଦିର ଚାହିଦା ବଢ଼ିଯାଏ। ସାଧାରଣ ଲୋକେ ହଇରାଣ ହୁଅନ୍ତି। ଖରାରେ ବସିବାକୁ ସମସ୍ତଙ୍କୁ ଭଲ ଲାଗେ। ନିଆଁ ପାଖରେ ଗରିବ ଲୋକମାନେ ବସନ୍ତି। ନିଆଁ ପୁହାନ୍ତି। ପନ୍ଥା ହେଁସ ଘୋଡ଼େଇ ହୁଅନ୍ତି। ଉପକାରିତା। ଏହି ଋତୁରେ ନାନା ପ୍ରକାରର ଫୁଲ ଫୁଟେ। ଗେଣ୍ଡୁ, କନିଅର, ସଦାବିହାରୀ ଫୁଲ ପ୍ରଚୁର ଫୁଟେ। ବାଡ଼ି ବଗିଚାରେ କୋବି, ଟମାଟର, ମୂଳା, ବିନ୍ସ, ଜହ୍ନି ଫଳେ। କମଳା, ସେଓ, ନାସପାତି, ଅଙ୍ଗୁର ପ୍ରଚୁର ମିଳେ। ଧାନ ଅମଳ ହୁଏ। ଧାନ ବେଙ୍ଗଳା ପଡ଼େ। ମକର, ଶାମ୍ବ ଦଶମୀ, କାର୍ତ୍ତିକ ପୂର୍ଣ୍ଣିମା, ପ୍ରଥମାଷ୍ଟମୀ ପଡ଼େ। ଶୀତ ଋତୁରେ ପରିବେଶ ସଫାସୁତୁରା ଏବଂ ଶାନ୍ତ ଲାଗିଥାଏ। ଶେଷ କଥା, ଯେତେ ବେଶୀ ଶୀତ ହେଲେ ମଧ୍ୟ ଧାନ ଅମଳ ମନରେ ଆନନ୍ଦ ଦିଏ। କାହାରି ଅଭାବ ନଥାଏ। ଶୀତ ଋତୁରେ ପିଲାମାନେ ବଣଭୋଜି କରନ୍ତି। ଖୁବ୍ ମଜା ଲାଗେ। ସବୁ ଋତୁ ମଧ୍ୟରୁ ମୋତେ ଶୀତ ଋତୁ ବହୁତ ଅଧିକ ଭଲ ଲାଗେ। ବାଏ।